ଆଜ୍ଞା ଆସନ୍ତୁ ଯୋଗ କରିବା। ଅଷ୍ଟାଙ୍ଗ ଯୋଗ। ଆଜ୍ଞା ଅଷ୍ଟାଙ୍ଗ ଯୋଗ ର ଅନେକ ନାମ, ତାକୁ ସରଳ ଯୋଗ କୁହାଯାଏ, ଜ୍ଞାନ ଯୋଗ କୁହାଯାଏ, ଆହୁରି ଅନେକ କଥା କୁହାଯାଏ, ତାର ନାଁ ଅଛି। ତେଣୁ ଅଷ୍ଟାଙ୍ଗ ଯୋଗ କଲେ ଆପଣ ଗୋଡ଼ କତରୁ ମୁଣ୍ଡ ପର୍ଯ୍ୟନ୍ତ ସବୁ ଗୁଡ଼ାକ ଧୀରେ ଧୀରେ କରିବେ। ଯଦି ଆପଣ ହଠ ଯୋଗ କରନ୍ତି, ହଠ ଯୋଗ ଆଜ୍ଞା କଲେ ଶକ୍ତି ନଷ୍ଟ ହୁଏ, ବେଳେ ବେଳେ ମହା ବିପଦରେ ସମ୍ମୁଖୀନ ହେଇପାରିବେ। ଆଉ ତା ଛଡ଼ା ସିଏ ଯୋଗ ହଠ ଯୋଗ କଲାବେଳେ ସବୁବେଳେ ସତର୍କର ସହିତ କରିବାକୁ ପଡ଼ିବ। କିନ୍ତୁ ଅଷ୍ଟାଙ୍ଗ ଯୋଗ ବା ସରଳ ଯୋଗ ବା ଜ୍ଞାନ ଯୋଗ ଯାହାକୁ କହୁଛନ୍ତି, ବା ମୁଁ ଯେଉଁଟାକୁ କରୁଛି ଆପଣଙ୍କୁ ଶିଖଉଛି, ସିଏ ଯୋଗ କଲେ ଆପଣଙ୍କ ପ୍ରତି କୌଣସି ବିପଦ ଆସିବାର ନାହିଁ। କାରଣ ଇଏ ଯୋଗ ଆପଣ ଦେଖୁଥିବେ ଏକଦମ ସାଧା ସିଧା ଆଉ ସରଳ। ଆପଣ ନିଜ ହିସାବର ନିଜ କରିପାରିବେ। ହଠ ଯୋଗ କଲାବେଳେ ଦରକାର ପଡ଼ିଲେ କମର ଭାଙ୍ଗି ଯାଇପାରେ, ବେକ ମୁଡ଼ି ହେଇଯାଇପାରେ, ବିଭିନ୍ନ ପ୍ରକାର ସମସ୍ୟା ତା ଦେହରେ ଆସିବ। ଆପଣ ହଠ ଯୋଗ କରୁଛନ୍ତି କରନ୍ତୁ, କିନ୍ତୁ ସତର୍କର ସହିତ କରିବେ। କିନ୍ତୁ ସରଳ ଯୋଗ ବା ଅଷ୍ଟାଙ୍ଗ ଯୋଗ କଲେ ଆପଣ ଶକ୍ତି ଜାଗ୍ରତ ହେବା ସଙ୍ଗେ ସଙ୍ଗେ ଆପଣଙ୍କର ଗୀତାରେ ଯାହା ଲେଖା ଅଛି ଆପଣ ସେଇ ହିସାବର ଦେଖନ୍ତୁ। ଅଷ୍ଟାଙ୍ଗ ଯୋଗ କଲେ ଆପଣ ଶକ୍ତି ଜାଗ୍ରତ ହେବା ସଙ୍ଗେ ସଙ୍ଗେ ଆପଣଙ୍କର ଜ୍ଞାନ ବଢ଼ିଯାଏ, ଆୟୁଷ ବଢ଼ିଯାଏ, ଆଉ ବହୁତ କଥା ଆପଣ ପାଇବେ। ଅଷ୍ଟାଙ୍ଗ ଯୋଗ କଲେ ଆପଣ ଯେଉଁ ରୋଗୀ ଥାଆନ୍ତୁ ନା କାହିଁକି, ସିଏ ଯେଉଁ ମେଡ଼ିସିନ ଆପଣ ବ୍ୟବହାର କରୁଛନ୍ତି ତାକୁ କରନ୍ତୁ, ଆଉ ଦେଖିବେ ଦିନ ଆସିବ ଆସ୍ତେ ଆସ୍ତେ ତା କମିଯିବ। କିନ୍ତୁ ହଠ ଯୋଗ କଲେ ଆପଣ ସବୁ ରୋଗ ପାଇଁ ଯୋଗ ପାଇବେ ନାହିଁ। ପାଇବେ ଯଦିଓ ତାକୁ କରିବା ବହୁ କଷ୍ଟକର ବେପାର। ଆଜ୍ଞା ଉଦାହରଣ ସ୍ୱରୂପ ଗୋଟେ ଆପଣ ଜାଣିଛନ୍ତି, ଅଷ୍ଟାଙ୍ଗ ଯୋଗ ପଶୁ ପକ୍ଷୀ ଜୀବଜନ୍ତୁଙ୍କ ଠାରୁ ଆସିଛି, ଦେବାଦେବୀଙ୍କ ପାଖରୁ ଆସିଛି। ଯେମିତି ଗୋଟେ କାଳୀ ମୁଦ୍ରା କୁହାଯାଉଛି। କାଳୀ ମୁଦ୍ରା, ଖେଚିରି ମୁଦ୍ରା, ହନୁମାନ ମୁଦ୍ରା, ବ୍ୟାଘ୍ର ମୁଦ୍ରା, ଏଗୁଡ଼ାକ ସବୁ ଆପଣ କେବଳ